Sorry ass DJ. नमस्कार ମୁଁ ତପସ୍ୱିନୀ ସ୍ୱାଗତ କରୁଛି ଆପଣଙ୍କର ଏଇ ଟିପି ନ୍ୟୁ ମର୍ଣ୍ଣିଂ ଚ୍ୟାନେଲକୁ। ଆଶା କରୁଛି ଆପଣମାନେ ଏ ଭିଡ଼ିଓଟି ଆପଣମାନଙ୍କ ପସନ୍ଦ ଯୋଗ୍ୟ ହେବ ଏବଂ ଆପଣ ଏହାକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ଆଜି ହେଉଛି ମଙ୍ଗଳବାର 9 ଏପ୍ରିଲ। ଆଜିଠାରୁ ନବରାତ୍ର ଆରମ୍ଭ ହେଉଛି। ମା ଦୁର୍ଗାଙ୍କୁ ପୂଜନ କରାଯାଏ। ଆଜି ମାତୃଶକ୍ତିର ଆବିର୍ଭାବ, ତେଣୁ ମାତୃ ପୂଜନ କରାଯାଏ। ଉକ୍ତ ନବରାତ୍ରରେ ଛୋଟ ଛୋଟ ଝିଅମାନଙ୍କୁ ସବୁ ମନୋହରୀ ଇମିଟେସନ୍ ଜିନିଷ, ଚୁଡ଼ି, ଅଳତା ଏସବୁ ଗିଫ୍ଟ କରନ୍ତୁ। ଝିଅମାନଙ୍କ ପ୍ରତି ସ୍ନେହ, ସମ୍ମାନ, ଭଲ ପାଇବା, ଆଶୀର୍ବାଦ ରଖନ୍ତୁ। ହଁ ଆଜ୍ଞା, ମହିଷାସୁର ପୂର୍ବ କଥା ଅଛି ଯେ ବ୍ରହ୍ମାଙ୍କୁ ସେ ତପସ୍ୟା କରି ପ୍ରସନ୍ନ କରି ବର ମାଗିଥିଲା, ଯାହାକି ଅମର ବର। ତେବେ ବ୍ରହ୍ମା ଅମର ବର ଦେବାକୁ ମନା କରିଦେଇଥିଲେ, କିନ୍ତୁ ମହିଷାସୁର ପୁଣି ବର ମାଗିଥିଲେ ଯେ ସେ ଦେବତା କି ଦାନବ ହାତରେ ନ ମରୁ। ତେଣୁ ବ୍ରହ୍ମା ମହିଷାସୁରକୁ ଏହି ବର ଦେବାକୁ ବାଧ୍ୟ ହେଲେ। ଏହି ବର ପାଇବା ଯୋଗୁଁ ଏହି ଶକ୍ତିର ଅପବ୍ୟବହାର କରି ସେ ତିନି ପୁରରେ ହଲଚଲ ମଚାଇ ଦେଇଥିଲା। ସେ ଦେବତା ମାନବମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରି ଇନ୍ଦ୍ରଙ୍କ ଠାରୁ ରାଜ୍ୟ ସିଂହାସନ ଛିନି ବା ଜବରଦସ୍ତ ଦଖଲ କରି ଋଷିମୁନିମାନଙ୍କୁ ଅକଥନୀୟ ଅତ୍ୟାଚାର କରି ଦିନକୁ ଦିନ ତାର ଅତ୍ୟାଚାର ଉତ୍ପାତ ବଢ଼ିବାକୁ ଲାଗିଲା, ଯାହାକି ଅସହ୍ୟ ହେବାକୁ ଲାଗିଲା। ତାପରେ ସମସ୍ତ ଦେବତା ମିଶି ଶିବଙ୍କ ଅସ୍ତ୍ର, ବ୍ରହ୍ମଙ୍କ ଅସ୍ତ୍ର, ବିଷ୍ଣୁଙ୍କ ଅସ୍ତ୍ର, ସମସ୍ତ ଦେବତାଙ୍କର ନିଜ ନିଜ ଅସ୍ତ୍ର ପ୍ରଦାନ କରି ଜଣେ ମାତୃଶକ୍ତିକୁ ସୃଷ୍ଟି କରାଯାଇଥିଲା ଏହି ନବରାତ୍ରରେ ବୋଲି କୁହାଯାଏ। ସେ ହେଉଛନ୍ତି ଜଗତ ଜନନୀ ଦୁର୍ଗତି ନାଶିନୀ ମା ଦୁର୍ଗା, ଯାହାକି ଏହି ନବରାତ୍ରରେ ମହିଷାସୁର ସହିତ ଯୁଦ୍ଧ କରି ମା ଦୁର୍ଗା ଦଶମ ଦିନ ବିଜୟ ଲାଭ କରିଥିଲେ, ଯାହାକି ଦଶମୀରେ। ଏବଂ ଅନ୍ୟ ଏକ କଥା ମଧ୍ୟ ଅଛି, ଦଶମୀ ଦିନ ରାମନବମୀ ପାଳନ କରାଯାଏ। ସେହିଦିନ ରାବଣକୁ ପରାସ୍ତ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ରାମ, ପ୍ରଭୁ ଶ୍ରୀରାମ ବୋଲି କୁହାଯାଏ। ତେଣୁ ଅନେକ ସ୍ଥାନରେ ରାମନବମୀ, ରାବଣ ପୋଡ଼ି ଏବଂ ମା ଦୁର୍ଗାଙ୍କର ଉକ୍ତ ପୂଜନ ବା ନବରାତ୍ର ପାଳନ କରାଯାଏ। ତେଣୁ ଯୁଗ ଯୁଗ ନାରୀର ଶକ୍ତି ରହିଛି। ଆଜି ବି ଯେ ନାରୀକୁ ସମ୍ମାନ, ସୁରକ୍ଷା, ଅଧିକାର ଦିଏ, ତାର ଉତ୍ତରୋତ୍ତର ଉନ୍ନତି ହୁଏ ବୋଲି ଲୋକମାନେ ସମର୍ଥନ କରନ୍ତି ବା ବିଶ୍ୱାସ କରନ୍ତି। ତେଣୁ ପ୍ରତ୍ୟେକ ପରିବାରକୁ ମୋର ଅନୁରୋଧ, ଛୋଟ ଛୋଟ ପୁଅ ପିଲାମାନେ ନିଜ ପରିବାର ସେମାନଙ୍କୁ ଶିଖାନ୍ତୁ ଯେ ନିଜର କ୍ଲାସମେଟ୍ ଝିଅ ପିଲାମାନଙ୍କୁ ସେ ସମ୍ମାନ, ସୁରକ୍ଷା, ସହଯୋଗ ଏସବୁ କରନ୍ତୁ। ଉଚିତ ଗୁଣ ପ୍ରଦର୍ଶନ କରନ୍ତୁ, ତେବେ ମଣିଷର ବି ଉନ୍ନତି ହୁଏ ବା ଭଲ ଗୁଣ ପ୍ରଦର୍ଶନ କରେ, ଭଲ ମନୋଭାବ ଯାହାର ଥିବ ସେ ଉନ୍ନତି ଆଡ଼କୁ ଯାଏ। ଏହା ବି ଠିକ୍ କଥା। ଅନ୍ୟ ନାରୀ ପ୍ରତି ଖରାପ ଦୃଷ୍ଟି ଓ ସଦାଚରଣଠୁ ଗୁରୁଜନ ମାନେ କିମ୍ବା ବଡ଼ମାନେ, ଛୋଟମାନେ କେହି ବି ଥାନ୍ତୁ, ଦୂରରେ କେମିତି ରହିବେ। ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ, ପ୍ରତ୍ୟେକ ବ୍ୟବସ୍ଥାରେ, ପ୍ରତ୍ୟେକ କାର୍ଯ୍ୟାଳୟରେ ୟାକୁ ଆମେ ଭଲ ପ୍ରଦର୍ଶନ କରିବା ବା ସଚେତନ କରିବା ପରିବେଶକୁ, ତେବେ ଆମର
ମାତୃଶକ୍ତିର ଉନ୍ନତି ହେବା ସହିତ ଗୋଟେ ପଜିଟିଭ୍ ପାୱାର ଆମ ପରିବେଶ ଭିତରେ କ୍ରିଏଟ୍ ହେବ ଏବଂ ଆମେ ଆଗକୁ ବଢ଼ିପାରିବା। ତେଣୁ ଏସବୁ ପର୍ବପର୍ବାଣିରେ ମାତୃଶକ୍ତିକୁ ଆମ ଧର୍ମ ସଂସ୍କାରରେ ଆମେ ରଖିଛେ। ଏବଂ ଏତଦ୍ ବ୍ୟତୀତ ପ୍ରତ୍ୟେକ ଘରେ ଥିବା ମା, ଭଉଣୀ, ଝିଅ କିମ୍ବା ସ୍ତ୍ରୀ, କୌଣସି ବି ସ୍ତ୍ରୀକୁ ଆମେ କାର୍ଯ୍ୟ କ୍ଷେତ୍ରରେ ତାଙ୍କର କିମ୍ବା ଘରେ ଥିବା ଆମ ସଦସ୍ୟମାନଙ୍କ ଭିତରେ କେହି ବି ଥାନ୍ତି, ତାଙ୍କର କାର୍ଯ୍ୟକୁ ଆମେ ସପୋର୍ଟ କରିବା, ଭଲ କାର୍ଯ୍ୟ ବା ଭଲ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କୁ ଆମେ ନିହାତି ସପୋର୍ଟ କରିବା ବା ଆଗକୁ ଯିବା ପାଇଁ ସହଯୋଗ କରିବା। ଥ୍ୟାଙ୍କ ୟୁ। ମାତୃଶକ୍ତିକୁ